हे हेलो फ्रेंड्स वेलकम बैक माय यूट्यूब चैनल मु देसी बेकार नु आपण मानक स्वागत करछि मोरा गोटे नुआ ब्लॉग वीडियो को। तो सांग माने केमते अछन्ते आई होप कि आपण माने भलो थिबे आन मेरे भाई भलो रहिबे। तो सांग माने बहुत दिन पर मो गांव को आसी आइछि आ गांव को आसी साला परे मु मोर घर माने जंगल कहिया गोले जंगल होछि मोर घर काहेकि ना मु जेते भी गांव रुहे बहुत अल्प गांव रुहे आ अधिक रु अधिक समय बीते जंगल काहेकि ना जंगल प्रकृतिर सौंदर्य ही मते बहुत भल लागे। ସେଥିପାଇଁ ମୁଁ ଆସିଛି 5 ଗୋଠି ଆମ୍ବ ଗଛ ଯୋଉଟା କି କହିବାକୁ ଗଲେ ମୋର ଘର କାହିଁକିନା 5 ଗଛ ଆମ୍ବ ଗଛରେ ମୁଁ ଏନି ଟାଇମ୍ ବସେ ଆସିକି ଆମ୍ବ ଗଛ ଉପରେ। ଆଉ ଆପଣମାନେ ଜାଣିଛନ୍ତି ମୋତେ ସେ ଆମ୍ବ ଗଛ ଉପରେ ଦେଖନ୍ତୁ କେଡ଼େ କେଡ଼େ ଆମ୍ବ ଗଛ ଏଠି ଅଛି। ଏଇ ଆମ୍ବ ଗଛ ଉପରେ ଚଢ଼ିବା ପାଇଁ ମୋତେ କେତେ ସମୟ ଲାଗେ ଆପଣମାନେ କ'ଣ ଜାଣିଛନ୍ତି? ଜାଣିନାହାନ୍ତି ନା? ଏ ଭିଡ଼ିଓ ଦେଖନ୍ତୁ ଆପଣମାନେ ସବୁ କିଛି ଜାଣିପାରିବେ। ଆଉ ଭିଡ଼ିଓ ଷ୍ଟାର୍ଟ କରିବା ଆଗରୁ ଯଦି ବି ମୋ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ସବସ୍କ୍ରାଇବ୍ କରିବା ଭୁଲନ୍ତୁ ନାହିଁ ସାଙ୍ଗମାନେ, କାହିଁକିନା ମୁଁ ଦେଶୀ ବେକାରନୁ ଆପଣମାନଙ୍କ ପାଇଁ ସଦାବେଳେ ମୋର ଏଇ ଛୋଟିଆ ୟୁଟ୍ୟୁବ୍ ଚ୍ୟାନେଲରେ ଭଲ ଭଲ ଲାଇଫଷ୍ଟାଇଲ୍ ବ୍ଲଗ୍ ଭିଡ଼ିଓ ନେଇ ଆସିଥାଏ। ଠିକ୍ ଅଛି ମାନେ? ତ ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇବି କେତେ ସେକେଣ୍ଡରେ ମୁଁ ଗଛରେ ଚଢ଼ୁଛି ଆଉ ଗଛରେ ମୁଁ ଯାଇକି କୋଉଠିକିନା ବସୁଛି ଆପଣଙ୍କୁ ଦେଖେଇବି। ଆଉ ଏଇଟା ଆପଣଙ୍କୁ ମୋର ଭଏସଟା କେମିତି କ୍ଲିୟର ଲାଗୁଛି ମୋତେ କମେଣ୍ଟରେ କହିବେ। ଏଇ ଜିନିଷଟା ମୁଁ ଆସିଲା ବେଳେ ଏଥର ଅନଲାଇନରେ ଅର୍ଡ଼ର କରିଦେଇଥିଲି ବୋଟ୍ କମ୍ପାନୀର ଏଇ ହେଡ଼ଫୋନ୍ଟା। ଠିକ୍ ଅଛି। ଆଉ ମୁଁ ଆପଣଙ୍କୁ ଭିଡ଼ିଓ ଷ୍ଟାର୍ଟ କରିବା ଆଗରୁ ଆପଣଙ୍କୁ ଥରେ ଦେଖେଇ ଦେଉଛି ଆମ ଗାଁର ସୌନ୍ଦର୍ଯ୍ୟ କୋଭଳି ଭାବରେ କେତେ ଭଲ ଲାଗୁଛି। ତ ସାଙ୍ଗମାନେ ଏଇଟା ହେଉଛି ଆମ ଗାଁ। ଦେଖନ୍ତୁ ଜଙ୍ଗଲଟା ପୁରା ପାଖରେ ଆଉ କେତେ ସୁନ୍ଦର ଏ ଜଙ୍ଗଲ। ଆଉ ଏ ଜଙ୍ଗଲକୁ ଲାଗିକି ଦେଖନ୍ତୁ ଆମର ଚାଳ ଘର ବି ଏପଟେ ଅଛି। ଆଉ ଏପଟେ ଦେଖନ୍ତୁ ଏଇ ଯେଉଁ ଘର ଦୃଶ୍ୟ ଇଆଡ଼େ ଅଛି ଆମ ଗାଁ, ଇଆଡ଼େ ବି ଗୋଟେ ଚାଳ ଘର ଅଛନ୍ତି ଦେଖନ୍ତୁ ସାଙ୍ଗମାନେ। ଆଉ ଇଆଡ଼େ ସବୁଆଡ଼େ ବିଲ 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 ଏତେ ସୁନ୍ଦର ଲାଗୁଛି ଜାଗାଟା ଆପଣମାନେ ଭିଡ଼ିଓରେ ଦେଖି ଜାଣିପାରୁଥିବେ। ଏ ଦେଖନ୍ତୁ ଚାଳ ଘର ଗୁଡ଼ା କେତେ ସୁନ୍ଦର ଲାଗୁଛି। ଜଙ୍ଗଲ ପାଖରେ ଚାଳ ଘର ଭାଇ ଏମିତି ସୁନ୍ଦର ଜାଗା ସାୟଦ ଆପଣମାନଙ୍କୁ ଦେଖିବାକୁ କେଉଁଠି ମିଳିବ। ଆଉ ଦେଖନ୍ତୁ ଧାନ ଗୁଡ଼ା କେତେ ସୁନ୍ଦର ସୁନ୍ଦର ହେଇଛି। ଏବେ ଧାନ ରୁଆ ହେଇଛି ବର୍ଷା ଦିନ ବି। ଆଉ ବର୍ଷା ଦିନରେ ଧାନର ମୌସମଟା ଏତେ ସୁନ୍ଦର ଯେ ଭାଇ ଯିଏ ଦେଖିଛି ସରେ ନା ସିଏ ହିଁ ଜାଣିଛି। ଆଉ ଦେଖନ୍ତୁ ଜଙ୍ଗଲ ପାଖରେ ଏଇଟା ହେଉଛି ଘର ଚାଳ ଘରରା ହେଇଛି। ଆଉ ଛୋଟିଆ ଛୋଟିଆ ପିଲାଗୁଡ଼ା ଦେଖନ୍ତୁ ସେପଟେ ଖେଳୁଛନ୍ତି। ଦେଖନ୍ତୁ ଦେଖୁଛନ୍ତି ଛୋଟିଆ ଛୋଟିଆ ପିଲାଗୁଡ଼ା ଖେଳୁଛନ୍ତି। ଏଇ ପୋଖରୀ ପାଖରେ ବି ପୋଖରୀ ଅଛି ଯେଉଁଥିରେ ସେମାନେ ଗାଧଉଛନ୍ତି। ଦେଖନ୍ତୁ ଚାଳ ଘର ଗୁଡ଼ା ହେଇଛି କେତେ ସୁନ୍ଦର ସୁନ୍ଦର ଘର। ଆଗ କାଳରେ ଏମିତି ଚାଳ ଘର ଥିଲା, ଆମେ ବି ସବୁ ଚାଳ ଘର ରହୁଥିଲେ, ହେଲେ ଏବେ ତ ସବୁ ପକ୍କା ଘର ହେଇଗଲାଣି। ଦେଖନ୍ତୁ ଏ ଭାଇ ଆମର ଯାଇଥିଲେ ବିଲକୁ, କୋଉଭଳି ଭାବରେ ଝାମ୍ପି ଲଗେଇକି ସେ ବିଲରେ ଆସୁଛନ୍ତି। ଖରା ହେଲାଣି ଦେଖନ୍ତୁ ସାଙ୍ଗମାନେ କୋଉଭଳି ଭାବରେ ମୁଁ କେତେ ସେକେଣ୍ଡରେ ଗଛରେ ଚଢ଼ୁଛି ଟିକେ ଧ୍ୟାନ ଦେଇକି ଦେଖନ୍ତୁ। କେତେ ସେକେଣ୍ଡ ହେଉଛି ଟିକେ ଧ୍ୟାନ ଦେଇକି ଟାଇମ୍ଟା ଧ୍ୟାନ ଦିଅନ୍ତୁ ସାଙ୍ଗମାନେ। ଦେଖନ୍ତୁ ଦେଖନ୍ତୁ ସାଙ୍ଗମାନେ ମୋତେ କେତେ ସେକେଣ୍ଡ ଲାଗିଲା ଏଇ ଗଛରେ ଚଢ଼ିବା ପାଇଁ। ଆପଣ ଏତିକି ସେକେଣ୍ଡ ଭିତରେ ଗଛରେ ଚଢ଼ିପାରିବେ? ମୋତେ କମେଣ୍ଟରେ ନିହାତି ଭାବରେ କହିବେ। ଦେଖନ୍ତୁ କେତିକି ସେକେଣ୍ଡ ଭିତରେ ମୁଁ ଚଢ଼େଇ କେତିକି ସେକେଣ୍ଡ ଭିତରେ ମୁଁ ତଳକୁ ଓହ୍ଲେଇକି ଆସୁଛି ଟିକେ ଭିଡ଼ିଓରେ ଦେଖନ୍ତୁ। ମାନେ ଗୋଟେ ମିନିଟ୍ ବି ହେଇନି ଗଛ ଚଢ଼ିକି ଆସିବାର। କିଏ ଏମିତି କରିପାରିବ କମେଣ୍ଟରେ ନିହାତି ଭାବରେ କହିବ। ତ ଗାଇଜ ଗଛରେ ଚଢ଼ିଗଲି ସିନା, ହେଲେ ମୁଁ ଭୁଲି ଯାଇଥିଲି ଯେ ଏଇ ଦିନେ ମାନେ ବର୍ଷା ଦିନେ ଖାସ୍ କରି ଆମ୍ବ ଗଛରେ କାଇ ପୁରା ଭରି ହେଇକି ଥାଆନ୍ତି। ଏବେ ମୁଁ ଚଢ଼ିଗଲି ଦେଖନ୍ତୁ ମୋ ମୁଣ୍ଡରେ ସଲୁଛି କାଇ, ମୋ ସାର୍ଟ ମୋ ପ୍ୟାଣ୍ଟ ଭିତରେ ଏମିତି କାଇ ପଶିଗଲେଣି। ଆଉ ଏବେ ତ ଧାନ ସବୁଆଡ଼େ ରୁଆ ଚାଲିଛି। ଆଉ ଏବେ ମାଛ ହେଇଗଲେଣି ବିଲରେ, କାହିଁକିନା ମୁଁ ଗଛ ଉପରେ ବସିଲା ପରେ ମୋତେ ସବୁ କିଛି ଦେଖିପାରୁଛି। ଏଇଠି ଗୋଟେ ଅଛି ତଳେ ଗୋଟେ ଅଛି ନାଳୁଟେ ନାଳ ଭଳିଆ, ସେଥିରେ ବର୍ତ୍ତମାନ ମାଛ ମୋତେ ଦେଖିବାକୁ ମିଳିଲେ। ଆସନ୍ତୁ ମୁଁ ଆପଣଙ୍କୁ ବ୍ୟାକ୍ କ୍ୟାମେରା ଟିକେ ଦେଖେଇ ଦେଉଛି। ତ ଗାଇଜ ଦେଖନ୍ତୁ କେତେ ଦୂରରେ ସବୁ ବିଲ ଗୁଡ଼ା କେତେ କେତେ ସୁନ୍ଦର ଲାଗୁଛି। ଏବେ ସବୁଆଡ଼େ ଧାନ ରୁଆ ଚାଲିଛି। ଆଉ ଏ ଧାନ ରୁଆ ଟାଇମ୍ରେ କିଏ ଭାବିନଥିଲେ ମାଛ ହେବେ ବୋଲି। ଦେଖୁଛନ୍ତି ସେଇଠି ଗୋଟେ ଖାଲ ଗୁଡ଼ା ଅଛି, ପାଣି ଅଳ୍ପ ଅଛି। ଆଉ ସେଇଠୁ ଯେଉଁ ପାଣି ଗୁଡ଼ା ଯାଇଛି ସେଇଠିନା ମାଛ ସାଙ୍ଗମାନେ ଦେଖନ୍ତୁ ପାଣି ଗୁଡ଼ା ହଲୁଛି। ସେ ପାଣିରେ 7-8ଟା ହେବ କେରାଣ୍ଡି ମାଛ ଦୁସିଲାଣି, ବଡ଼ ବଡ଼ ହେଇଛନ୍ତି। ସେଇ ସିଧା ଦେଖନ୍ତୁ ମୁଣ୍ଡ କାଢ଼ିକି ହଲୁଛନ୍ତି ମାଛ, ଆହୁରି ତୁମକୁ ଦୁସୁନଥିବ କ୍ୟାମେରାରେ ମୋବାଇଲରେ। ଆଉ ଏଇପଟେ ମୁଁ ଦେଇ ଆସିଲି ଆପଣଙ୍କୁ ମୁଁ ଟିକେ ଠିଆ ହେଇକି ଦେଖେଇ ଦେଉଛି କେତେ ମାତ୍ରାରେ କାଇ ସବୁ ଅଛନ୍ତି ସବୁଆଡ଼େ। ଦେଖନ୍ତୁ ମୁଁ ଉପରେ ମାନେ ମୋ ମୁଣ୍ଡରେ ବି ସରିଥିଲା କାଇ, ଦେଖ ଦିଶୁଛି। ମୁଁ ଦେଖୁଛି କାଇ ମାନଙ୍କର ଘର ପୁରା ଏଠି ଅଛି କୋଉଭଳି ଭାବରେ। ମାନେ ମୁଁ ଗଛ ଉପରେ ଚଢ଼ିଛି ବୋଲି କାଇ ଗୁଡ଼ା ସବୁ ଯାକ ଆସିନି ମୋ ଉପରେ ଆଟାକ୍ କରିବେ ବୋଲି। ମାନେ କାଇର ବି ସେନା ଅଛି, ବିଶ୍ୱାସ କରୁନି ନା? ଟିକେ ଦେଖ ଏଇଠୁ କାଇ ମାନଙ୍କର ସେନା ଲମ୍ବିଛନ୍ତି ଯେ ଏ ଦେଖ କେତେ କାଇ ଦେଖ ଗଛରେ। ଏ ଦେଖ ଦେଖୁଛନ୍ତି କେତେ କାଇ। ଏ କାଇ ଗୁଡ଼ା ସବୁ ଆସୁଛନ୍ତି ମୋତେ କାମୁଡ଼ିବେ ବୋଲି। ତାଙ୍କ ଗଛରେ ମୁଁ ଚଢ଼ି ଯାଇଛି ନା, ହେଲେ ସେ ଜାଣିନାହାନ୍ତି ଏ ଗଛ ତାଙ୍କର ନୁହେଁ, ଏଇଟା ହେଉଛି ମୋର। ସାଙ୍ଗମାନେ ସତ ସତ କହିବ କୋଉମାନେ କାଇ ଖାଉଛ? ଆମର ତ ଏପଟେ ନୟାଗଡ଼ ପଟେ କାଇ ଖାଉନାହାନ୍ତି। ଯଦି ଆପଣଙ୍କ ଆଡ଼େ କାଇ ଖାଉଛନ୍ତି ମୋତେ କମେଣ୍ଟରେ ନିହାତି ଭାବରେ କହିବ। ଆଉ ଏଇ ଯେଉଁ କାଇକି ଆପଣମାନେ ଖାଉଛ, ଏ କାଇକି ଆପଣମାନେ କ'ଣ ଡାକୁଛ, ନା ତାର କ'ଣ ଦେଇଛ ସେ କଥା କହିବାକୁ ଭୁଲିବନି। ଆଉ ମୁଁ ତ ସଦାବେଳେ ଗଛରେ ଯେତେବେଳେ ଆସେ ମୁଁ ଯଦି କିଛି ଖାଇବାକୁ ଆଣିନଥାଏ ତ ଏଇ ଯେଉଁ ପତ୍ର ଥାଏ ଆମ୍ବ ପତ୍ରକୁ ମୁଁ ଚୋବେଇ ଚୋବେଇ ସଦାବେଳେ ଖାଇଦିଏ। ଆଉ ଗୋଟେ ଦୁଃଖର ବିଷୟ ସାଙ୍ଗମାନେ, ମୁଁ ଯେଉଁ ଡାଳ ଉପରେ ବସୁଥିଲି ସେ ଡାଳଟାକୁ ବର୍ତ୍ତମାନ କିଏ ହାଣି ଦେଇଛି। ହଁ ସାଙ୍ଗମାନେ
ମୁଁ ଏବେ 2 ମାସ ହେଲା ଗାଁ ନଥିଲି। ମୁଁ ଗଲା ପରେ ପରେ ଆମ୍ବ ଗଛଟାକୁ କିଏ ହାଣି ଦେଇଛି। ମୁଁ ଯାହା ଉପରେ ସଦାବେଳେ ବସୁଥିଲି ଏଇ ଜିନିଷଟା ଦେଖିକି ମୋତେ ବର୍ତ୍ତମାନ ଦୁଃଖ ଲାଗିଲା। କାହିଁକିନା ଯେଉଁ ଜିନିଷଟା ଆପଣଙ୍କ ପାଖରେ ଥାଏ ନା, ସେଇ ଜିନିଷ ଯଦି କିଛି ହଜିଗଲା କେତେବେଳେ କି ଭାଙ୍ଗିଯାଏ ତ ବହୁତ ଦୁଃଖ ଲାଗେ। ସେମିତି ଜିନିଷ ଡାଳଟା କିଏ ହାଣିଦେଲା, ମୋତେ ବହୁତ ଦୁଃଖ ଲାଗିଲା ସାଙ୍ଗମାନେ। ଠିକ୍ ଅଛି ସାଙ୍ଗମାନେ, ଆଜିର ବ୍ଲଗ୍ ମୁଁ ଏଇ ଶେଷ କରୁଛି। ଆଉ ଏଇ ଛୋଟିଆ ବ୍ଲଗ୍ ଭିଡ଼ିଓଟା ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ କହିବେ। ଆଉ ଯଦି ବି ଆପଣ ମୋ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଠିକ୍ ଅଛି ସାଙ୍ଗମାନେ, ରହୁଛି ଜୟ ଜଗନ୍ନାଥ। ପୁଣି ଥରେ ଦେଖା ହେବ ଆପଣମାନଙ୍କ ସହିତ ଆଉ ଗୋଟେ ନୂଆ ବ୍ଲଗ୍ ଭିଡ଼ିଓରେ।